ଆଜିର ରେସିପି ଗରମ ଭାତକୁ ମସଲା ଦିଆ ବାଇଗଣ ଭଜା। ଏକଦମ ମାଛ ଭଳି ତା'ର ସ୍ୱାଦ। ବାଇଗଣ ଭଜା କରିବା ପାଇଁ 3ଟି ବଡ଼ ବଡ଼ ବାଇଗଣ ମୁଁ ନେଇଛି। ତାକୁ ଭଲସେ ଧୋଇ ନେଇଛେ ଏବଂ ତା'ର ଡେମ୍ଫ ସହ ନେଇଛେ। ତାକୁ ଏମିତି ପିସ୍ କରି କାଟି ନେଇଛି। କିଛି ସମୟ ପାଇଁ ତାକୁ ଆମେ ପାଣିରେ ରଖିନେବା, ଯେମିତିକି ସଫ୍ଟ ରହିବ ଏବଂ କଳା ମଧ୍ୟ ପଡ଼ିବନି। ଏପଟେ ଚାଲନ୍ତୁ କିଛି ଶୁଖା ମସଲା ଆମେ ନେଇନେବା, ଯେମିତିକି ଲଙ୍କା ଗୁଣ୍ଡ, କିଛି ଲୁଣ, ଧନିଆ ଗୁଣ୍ଡ ଏବଂ କିଛି ହଳଦୀ ଗୁଣ୍ଡ। ତାକୁ ଆମେ ଭଲସେ ଗୋଳେଇ ନେବା। ଆପଣମାନେ এই ମସଲାରେ ଦହି ମଧ୍ୟ ଆଡ଼୍ କରିପାରିବେ। ଦହି ମୁଁ ଏଠି ସ୍କିପ୍ କରିଛି। ଏବେ ବାଇଗଣକୁ ଆମେ ମସଲା ଦେହରେ ଭଲ ଭାବରେ ଲଗାଇ ନେବା। ମସଲା ଆମର ବହୁତ ଶୁଖା ଅଛି, ସେଥିପାଇଁ ଆମେ ତେଲ ୟୁଜ୍ କରିନେବା। ମସଲା ଏବଂ ତେଲକୁ ଭଲ ଭାବରେ ଗୋଳେଇ ଆମେ ବାଇଗଣରେ ଭଲସେ ଲଗାଇ ନେବା। ତେଲରେ ଭଲ ଭାବରେ ମସଲାକୁ ଲଗାଇବା ଦ୍ୱାରା ଫ୍ରାଏ କଲାବେଳେ ବାଇଗଣର ମସଲା ଗୁଡ଼ିକ ଛାଡ଼ିଯିବ ନାହିଁ, ଭଲ ଭାବରେ ଲାଗି ରହିବ। ଏମିତି ଆମେ ଦୁଇ ପଟ ସାଇଡ଼୍ର ଭଲ ଭାବରେ ମସଲା ଗୁଡ଼ାକ ଲଗାଇ ନେବା। ସବୁଯାକ ବାଇଗଣର ମସଲା ମୁଁ ଲଗାଇ ନେଇଛି। ଏବେ ଚାଲନ୍ତୁ ଆମେ ତାକୁ ଫ୍ରାଏ କରିନେବା। ପ୍ୟାନ୍ରେ ତେଲ ଗରମ ଅଛି। ଆମେ ଗୋଟା ଗୋଟା କରି ବାଇଗଣକୁ ରଖିନେବା। ପ୍ରଥମେ 3ଟି ବାଇଗଣକୁ ମୁଁ ଆଡ଼୍ କରିନେଇଛି। ତେଲ ମଧ୍ୟ ଭଲ ଭାବରେ ଖେଳେଇ ନେବା, ଯେମିତିକି ସବୁଯାକ ବାଇଗଣରେ ଭଲ ଭାବରେ ତେଲ ଲାଗିଯାଏ। ଏବଂ ଗ୍ୟାସ୍ର ଫ୍ଲେମ୍କୁ ଆମେ लो ଟୁ ମିଡ଼ିୟମ୍ରେ ରଖିବା, ଯେମିତି ମସଲା ଆମର ଜଳି ନଯାଏ। ଏବେ କିଛି ସମୟ ପରେ ଆମେ ବାଇଗଣକୁ ଓଲଟାଇ ନେବା। ଦେଖନ୍ତୁ, ଗୋଟିଏ ପଟ ବାଇଗଣ ଆମର ଭଲସେ ଭାଜି ଯାଇଛି। ତାକୁ ଓଲଟାଇକି ଆଉ ଗୋଟେ ପଟ କିଛି ସମୟ ପାଇଁ ତାକୁ ଆମେ ଭାଜିବାକୁ ରଖିନେବା। କିଛି ସମୟ ପରେ ଚେକ୍ କରିନେବା। ଦେଖନ୍ତୁ, ଦୁଇ ପଟ ସାଇଡ଼୍ରେ ବାଇଗଣ ଭାଜି ଯାଇଛି ଏବଂ ମସଲା ମଧ୍ୟ ବାଇଗଣରେ ଭଲ ଭାବରେ ଲାଗିକି ରହିଛି। ସେମ୍ କଢ଼େଇରେ ଆମେ ଗୋଟେ କଟା ହୁଆ ପିଆଜକୁ ଆଡ଼୍ କରିନେବା। କଢ଼େଇରେ ଯେଉଁ ମସଲା ରହିଯାଇଛି ସେହି ମସଲାରେ ପିଆଜକୁ ଆମେ ଭଲସେ ଭାଜି ନେବା। ପିଆଜକୁ ମସଲାରେ ଭାଜିବା ବେଳେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଲୋରେ ରଖିବା। ଏବେ ଆମେ ଗୋଟେ ଚାମଚର କଟା ହୁଆ ରସୁଣ ଏବଂ କଞ୍ଚା ଲଙ୍କାକୁ ଆଡ଼୍ କରିନେବା ଏବଂ ଭଲ ଭାବରେ ଗୋଳେଇ ନେବା। ମସଲା ନ ଲାଗିବା ପାଇଁ ଆମେ ଅଳ୍ପ କିଛି ପାଣି ଆଡ଼୍ କରିନେବା। ମସଲା ଏବଂ ପିଆଜକୁ ଭଲ ଭାବରେ ଗୋଳେଇ ନେବା। ପାଣି ଶୁଖିଗଲାଣି। ଏବେ ଆମେ କଟା ହୁଆ ଧନିଆ ପତ୍ରକୁ ଆଡ଼୍ କରିନେବା। ତା ଉପରେ ଆମେ ଭଜା ହୁଆ ବାଇଗଣକୁ ଗୋଟା ଗୋଟା କରି ଆଡ଼୍ କରିନେବା। କିଛି ସମୟ ପାଇଁ ମସଲା ଉପରେ ବାଇଗଣକୁ ଆମେ ଭଲ ଭାବରେ ଫ୍ରାଏ କରିବା ପାଇଁ ରଖିବା ଏବଂ ଆଉ କିଛି ସମୟ ପରେ ଆମେ ବାଇଗଣ ଏବଂ ମସଲାକୁ ଓଲଟାଇ ନେବା। ବାଇଗଣର ଦୁଇ ପଟ ସାଇଡ଼୍ରେ ମସଲା ଆମର ଭଲ ଭାବରେ ଲାଗିଯାଇଛି। ଏବେ ଗ୍ୟାସ୍ର ଫ୍ଲେମ୍କୁ ଆମେ ଅଫ୍ କରିନେବା ଏବଂ ତା ଉପରେ କିଛି ଆମେ କଟା ହୁଆ ଧନିଆ ପତ୍ର ଗାର୍ନିଶ୍ କରିନେବା। ଏବେ ଆମର ପ୍ରିପେୟାର ହୋଇଯାଇଛି ଗୋଟା ଗୋଟା ବାଇଗଣ ମସଲା ବାଇଗଣ ଭଜା। ଏବେ ଚାଲନ୍ତୁ ଆମେ ଗରମ ଭାତରେ ତାକୁ ଆମେ ସର୍ଭ କରିନେବା। ଆପଣମାନେ ବି ଥରେ ଏହିପରି ଭାବରେ ମସଲା ବାଇଗଣ ନିଶ୍ଚୟ ଟ୍ରାଏ କରନ୍ତୁ ଏବଂ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ରହିଲି, ନେକ୍ସଟ ଭିଡ଼ିଓରେ ଦେଖା ହେବ।